आसंतु वाक्य को जीवा पूर्व गोटे मिनिट प्रार्थना करबा। दयामय सर्वशक्तिमान पिता परमेश्वर तुमर पवित्र नाम को आम सदा सर्वदा उच्च रखुचे। तुम महान अट पिता, तुम राजा मानकर राजा, तुम देव मानकर देव। प्रभु तुमर से गोटे स्वर मनुष्यर जीवन को बदलाई दे। प्रभु तुमर से गुप्त आगमन पाई प्रभु प्रस्तुत हेबा पाई सहाय्य करिथाय। धन्यवाद करछु। धन्यवाद पिता। जेते जण मध्य हम एठरे बसिछु समस्त को पवित्र आत्मा रे बसिया पे सहाय्य कर। तुमर से रब सुनी पिता हम जेपरि जागृत होई परबो दया कर। धन्यवाद प्रभु। कौन से डिस्टर्बांस सेवा पाई दियो नै, निद्रा जीवा पाई दियो नै, अन्य मनस्क हेबा पाई दियो नै। प्रभु तुम दया कर, अनुग्रह कर। प्रार्थना सुनिल, उत्तर दिल बोली प्रार्थना यीशु को नाम में मांगिली। आमेन आमेन आमेन। प्रेज द लॉर्ड। प्रेज द लॉर्ड। प्रभु आज हमको गोटे सुजोग देले तांकर से रब सुनिबा पाई, तांको सहित किछि समय आलाप करबा पाई। प्रभु आज कथा कहउछन्ते जे माने तांको सहित रही कि जीवन काटुथिबे से माने पुणी उठिबे बोली कहउछन्ते। पवित्र आत्मा ज्ञात कराउछन्ते। तेणु आमे किभଳି अछु मो प्रिय माने वेरी वेरी इंपोर्टेंट। प्रभु आज गोटे नया विषय हमको सिखांतो। आम कौ चिंताधारा रे अच्छो प्रभु आज हमको आम चिंताधारा को तांकरी चिंताधारा रे परिवर्तन करंतो। आसंतु सीधा सड़क गोटे वाक्य को पढ़िबा। आज मोर टॉपिक मु नैचे गुप्त आगमन रे यीशु। मोर टॉपिक टा कौन? गुप्त आगमन रे यीशु। आउ यीशुଙ୍କର आगमन ପାଇଁ ଆମେ ସମସ୍ତେ ଅପେକ୍ଷା କରିଛୁ। ଆମେ ବେଳେ ବେଳେ ମାନେ ପ୍ରଚାର କରି ଦେଇଥାଉ, ବେଳେ ବେଳେ ପ୍ରଚାର ଶୁଣି ଦେଇଥାଉ, ବେଳେ ବେଳେ ଆମେ ଅନ୍ୟକୁ ମଧ୍ୟ କହି ଦେଇଥାଉ। କିନ୍ତୁ ଯଦି ପ୍ରକୃତରେ ସେ ଗୁପ୍ତ ଆଗମନ ବିଷୟରେ ଯଦି ଆମେ ଚିନ୍ତା କରିବା ଏ ଲୋମ ଟାଙ୍ଗୁରି ଉଠିବ। ପ୍ରକୃତରେ କଣ ମୁଁ ସେ ଗୁପ୍ତ ଆଗମନକୁ ଯିବି କି? ଆଉ ଯୀଶୁଙ୍କର ଆଗମନ ତିନି ପ୍ରକାର। ଯୀଶୁଙ୍କର ଆଗମନ କେତେ ପ୍ରକାର? ତିନି ପ୍ରକାର। ପ୍ରଥମ ଆଗମନ, ଦ୍ୱିତୀୟ ଆଗମନ, ଗୁପ୍ତ ଆଗମନ। प्रथम आगमन, गुप्त आगमन, द्वितीय आगमन। ऑलरेडी प्रथम आगमन रे यीशु को समस्ते देखिचंते, जानिचंते, बुझिचंते। आ दीटा आगमन यीशुଙ୍କର बाकी रही जाइछे। हेले आमे से दीटा आगमन रे भाग नहीं पारिबा तो यीशु को साक्षात करि पारिबा तो देखि पारिबा तो यह गोटे प्रश्नवाची सृष्टि अछि। मो प्रिय मान गोटे आगमन जदि बा आमे देखि पारि ना हो तथापि हम जानि पारुछु यीशुଙ୍କର प्रथम आगमन सरी जाइछे। पवित्र आत्मा मन को बाइबल माध्यम रे अनेक स्वप्न दर्शन माध्यम रे हमन को जणाउचंते, कथा कहउचंते। तेणु से दीटा आगमन आम जीवन पाई केते फलप्रद हेबो आसंतु देखिबा। तेणु सीधासलख गोटे वाक्य आड़ को जीवा। प्रथम थेसलोनिकीय 4:16-17 टिके पढ़िया पे साहाय्य करिवे। प्रथम थेसलोनिकीय 4:16-17 के टिके मो पाई पढ़िबा साहाय्य करिवे। सुबा जाउची मो कथा? यस यस सुच। प्रथम थेसलोनिकीय 4:16-17 एभली लिखा जाए, कारण प्रभु
ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କର ତୁରୀ ବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ। ଦେଖନ୍ତୁ, ମୁଁ କହିଲି ଯୀଶୁଙ୍କର ତିନିଟା ଆଗମନ। ପ୍ରଥମ ଆଗମନ ଯୀଶୁ ଜନ୍ମ ହେଇଥିଲେ, ଆଉ ସେଇଆକୁ ବୁଝାଉଛି ଯୀଶୁ ଏଇ ଜଗତର ଲୋକମାନଙ୍କର ପାପକୁ ବହି ନେବା ପାଇଁ, ଜଗତର ଲୋକମାନଙ୍କୁ ପରିତ୍ରାଣ ଦେବା ପାଇଁ, ଜଗତର ଲୋକମାନଙ୍କୁ ସ୍ୱର୍ଗରେ ଅବସ୍ଥାପିତ କରିବା ପାଇଁ, ଜଗତର ସମସ୍ତ ପାପ ରୁ ମୁକ୍ତି ପାଇବା ପାଇଁ ପ୍ରଥମ ଆଗମନ କରିଥିଲେ, ଯୀଶୁ ଜନ୍ମ ହେଇଥିଲେ। ଏବେ ପୁଣି ଯୀଶୁଙ୍କର ପ୍ରଥମ ଆଗମନ ପରେ ଆଉ ଦ୍ୱିତୀୟ ଆଗମନ ହେଇନି, କି ଗୁପ୍ତ ଆଗମନ ମଧ୍ୟ ହେଇନି। ଅପେକ୍ଷାରେ ଅଛନ୍ତି ସମସ୍ତେ, ଆମେ ମଧ୍ୟ ଅପେକ୍ଷାରେ ଅଛୁ। ଆଉ ସେଇ ଗୁପ୍ତ ଆଗମନର ନିଗୁଡ ବିଷୟ ଗୁଡାକ ଏଭଳି ଭାବରେ ପୁସ୍ତକରେ ଲେଖାଯାଏ। ସେ କହୁଛନ୍ତି ଏଠି 16 ଆଉ 17 ଏଭଳି କୁହାଯାଇଛି, କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କର ତୁରୀ ବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ପୁଣି ଦେଖନ୍ତୁ, ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀ, ସେଦିନ ଗୋଟେ ସ୍ୱର ଶୁଭାଯିବ, ସେଦିନ ଗୋଟେ ତୁରୀ ବାଦ୍ୟ ଶୁଭାଯିବ, ଆଉ ସେଇଦିନ ଯୀଶୁ ସେ ସ୍ୱର୍ଗରୁ ଅବତରଣ କରିବେ। କଣ କଣ ହେବ? ସେ ପ୍ରଧାନ ଦୂତଙ୍କର ସ୍ୱର ଶୁଭିବ। ପୁଣି କାହାର ସ୍ୱର ଶୁଭିବ? ପ୍ରଧାନ ଦୂତଙ୍କର ସ୍ୱର। ପ୍ରଧାନ ଦୂତ କିଏ? ସ୍ୱର୍ଗର ପ୍ରଧାନ ଦୂତ କହିଲେ ଏଭଳି ବୁଝାଯାଏ, ମିଖାଇଲ ଦୂତକୁ ବୁଝାଯାଏ। ଆଉ ସେଦିନ ମିଖାଇଲ ଦୂତଙ୍କର ସ୍ୱର ଶୁଭାଯିବ। ଆଉ ଯେ ଲୋକମାନେ ସେ ମିଖାଇଲ ଦୂତଙ୍କର ସ୍ୱର ନ ଶୁଣି ପାରିଲେ ସେମାନେ ରହିଯିବେ। ମୋ ପ୍ରିୟ ମାନେ, ଆଜି ଆମର କର୍ଣ୍ଣ କେଉଁ ଦୂତଙ୍କର ସ୍ୱର ଶୁଣୁଛି? ମିଖାଇଲ ଦୂତଙ୍କର ସ୍ୱର ଶୁଣିବା ପାଇଁ ଆମର କର୍ଣ୍ଣ ଆଜି ଜାଗ୍ରତ ଅଛି ତ? ଦେଖନ୍ତୁ ଦେଖନ୍ତୁ, ବଞ୍ଚୁ ବଞ୍ଚୁ ରହିଯାଇ ହେବ। ସେଦିନ ମିଖାଇଲ ଦୂତଙ୍କର ସ୍ୱର ଶୁଣିବି ବୋଲି ଯେତେ ଚେଷ୍ଟା କଲେ ମଧ୍ୟ ଆମମାନଙ୍କର କର୍ଣ୍ଣ ବଧିର ହୋଇଯିବ। ପ୍ରଧାନ ଦୂତ ମିଖାଇଲ, ସେ ମିଖାଇଲ ଦୂତ ସେ ତୁରୀ ବାଦ୍ୟ ଫୁଙ୍କିବେ। ସେ ସ୍ୱର ଏ ଜଗତରେ ପଠେଇବେ। ସେ ମିଖାଇଲ ଦୂତଙ୍କର ସ୍ୱର କିଭଳି ସ୍ୱର ହେଇନଥିବ ଯେ ଆମମାନଙ୍କର କାନରେ ସେ ବାଜିବ ନା ନାହିଁ? ଗୋଟେ ପ୍ରଶ୍ନ ବାଜି ଉଠୁଛି। ଆଉ ଈଶ୍ୱରଙ୍କର ତୁରୀ ବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବା ପାଇଁ ସେଦିନ କିଏ? ପ୍ରଧାନ ଦୂତଙ୍କର ସ୍ୱର, ଈଶ୍ୱରଙ୍କର ତୁରୀ ବାଦ୍ୟ। ଈଶ୍ୱରଙ୍କର ଆଉ ତୁରୀ ବାଦ୍ୟ ଅଛି? ଏ ତୁରୀ ବାଦ୍ୟ ପଁ କରି ଫୁଙ୍କାଯିବ ନା ଢଁ କରି ଫୁଙ୍କାଯିବ ନା କି କରି ଫୁଙ୍କାଯିବ? ସେଦିନ ହିଁ ଜଣା ପଡିବ ସେ ତୁରୀ ବାଦ୍ୟ। ଏ ଜଗତର ତୁରୀ ବାଦ୍ୟ ଗୁଡାକ ଯେତେବେଳେ ବିବାହ ହେବ, ବ୍ରତ ହେବ, ଆଉ ମାନେ ମନ୍ଦିରରେ ଏ ପୂଜା ପାଠ ହେଲେ ଅନେକ ତୁରୀ ବାଦ୍ୟର ଶବ୍ଦ ଶୁଭା ଯାଉଛି। ସେଦିନ କିନ୍ତୁ ସେ ମାନେ ଗୁପ୍ତ ଆଗମନରେ ସେ ତୁରୀ ବାଦ୍ୟ ଆମ କର୍ଣ୍ଣରେ ବାଜିବ କି ନାହିଁ? ଆଉ ଗୁପ୍ତ ଆଗମନ ମଧ୍ୟ ଏଭଳି କୁହାଯାଏ, ସେଦିନ ଗୁପ୍ତ ଆଗମନ ହେବ, ରାପ୍ଚର ହେବ। କୌଣସି ଲୋକ ମଧ୍ୟ ସେ ରାପ୍ଚରର ବିଷୟ ଜାଣିନାହାନ୍ତି। ଗୁପ୍ତ ଭାବରେ ଆଗମନ ହେବ। ଆଉ ଯେଉଁ ଲୋକମାନେ ମାନେ ଯୀଶୁଙ୍କ ଠାରେ ରହିକି ମୃତ୍ୟୁବରଣ କରିଥିବେ, ସେମାନେ ସେ ଗୁପ୍ତ ଆଗମନ ବିଷୟରେ ଜାଣିବେ। ତାଙ୍କ କର୍ଣ୍ଣରେ ସେ ତୁରୀ ବାଦ୍ୟ ଶୁଭାଯିବ, ତାଙ୍କର ସେ ଶବ୍ଦ ଶୁଭାଯିବ, ଆଉ ସେ ସ୍ୱର ଶୁଭାଯିବ। ସେମାନେ ମଧ୍ୟ ଆକାଶରେ ମାନେ ଉନ୍ନୀତ ହେବେ। ଆଉ ଦ୍ୱିତୀୟ ଆଗମନ କହିଲେ, ଯେଉଁ ଲୋକମାନେ ମଧ୍ୟ ଆକାଶରେ ଯାଇଥିବେ, ସେହି ଦିନ ଗୁପ୍ତ ଆଗମନରେ କିଏ ମଧ୍ୟ ଯୀଶୁଙ୍କୁ ଦେଖିପାରିବେ ନାହିଁ। ଖାଲି ସ୍ୱର ଶୁଭାଯିବ, କେବଳ ସ୍ୱର ହିଁ କାନରେ ଶୁଭାଯିବ, ତେବେ ଯାଇକି ଆମେ ମଧ୍ୟ ଆକାଶ ଉଠି ପାରିବା। କିନ୍ତୁ ତାପରେ ଗୁପ୍ତ ଆଗମନ ପରେ ଦ୍ୱିତୀୟ ଆଗମନ ଯୀଶୁଙ୍କର ହେବ। ସେଇଦିନ ଯୀଶୁଙ୍କୁ ସମସ୍ତେ ଦେଖିପାରିବେ। ସେଇଦିନ ମଧ୍ୟ ଆକାଶରେ ଯୀଶୁ ଆସିବେ। ଆଉ ଯେତେ ଜଣ ଉନ୍ନୀତ ହେଇଥିବେ, ଯେତେ ଜଣ ସେମାନେ ପରୀକ୍ଷାରେ ପାସ୍ ହେଇକି ଉପରକୁ ସେ ମଧ୍ୟ ଆକାଶରେ ଯାଇଥିବେ, ସେଇଦିନ ଯୀଶୁଙ୍କୁ ଦେଖିପାରିବେ। ସେଇଦିନ ସମସ୍ତେ ଭେଟ ହେଇପାରିବେ। ସେଦିନ ତାଙ୍କର ଭୋଜି ଭାତ ହଉଥିବ, ସେଦିନ ତାଙ୍କର ବିବାହ ହଉଥିବ, ସେଦିନ ତାଙ୍କର ମଜା ମଜଲିସ୍ ହଉଥିବ, ସେଇଦିନ ଗୁଣ କୀର୍ତ୍ତନ ହଉଥିବ, ସେଇଦିନ ପ୍ରାର୍ଥନା ସଭା ଆୟୋଜନ ହଉଥିବ। ଖ୍ରୀଷ୍ଟର ପ୍ରିୟ ଭାଇ ଓ ଭଉଣୀ ମାନେ, ଆଜି ଆମ ପାଖରେ
से तुरी बाद्य से शब्द शुणिबार कर्ण को ठीक रखिचु तो प्रभु आज कथा कहते आउ से जो माने ख्रीष्ट ठारे थाई मरी अछंती से माने प्रथम रे उठिबे आज जो लोक मान जदि पृथ्वी रे थाउ थाउ ख्रीष्ट ठारे रही जदि मरते ख्रीष्ट सहित रही मरते ख्रीष्ट स्वभाव रही मरते ख्रीष्ट मरते ख्रीष्ट आज ये से जो दुख कष्ट पाउछन्ते से लोक मैंने ख्रीष्ट निंदा ताड़ना पाउछन्ते ख्रीष्ट कार्य करी करी से माने मरु थाउछन्ते ख्रीष्ट सेवा करी करी से माने जीवन बिताउछन्ते से लोक मान प्रथम रे से स्वर शुभा जीव आ से लोक मान प्रथम रे उठिबे से तुरीवाद्यर स्वर केवल से लोक मानकर कर्ण नहीं शुभा जीव आ अन्य माने काला भलिया रही जिवे तांको कौन से शब्द मत शुभा जीव नहीं से माने ये पृथ्वी रे ही रहिबे आ नरक को जीवे प्रभु पाखरे से कैलकुलेटर अच्छी प्रभु पाखरे से कंप्यूटर अच्छी प्रभु पाखरे से जांच करिवार से मशीन अच्छी केउ लोक माने जीशु को ठारे रही मरी अछंते सबू जाक लिपिबद्ध करुचंते आ से दिन आमे केते मार्क आनले पास हेबा से दिन प्रभु ही जानते से द्वितीय रे आ 17 रे एपरि कहा जाय परे आमे माने जेते लोक जीवित रही अवशिष्ट थिबु प्रभुंक सहित साक्षात करबा निमंते आम माने सेमानक सह मेघमाला रे शून्य मंडल को नीत हेबा एही प्रकारे आम माने सर्वदा प्रभुंक सहित रहबा और जेते लोक से दिन उठिबे सेते लोक से दिन माने से तुरी बाद्यर शब्द शुणिबे से दिन से माने मध्य आकाश रे जाइतिबे आउ तापरे कोन कहा जाउची से माने शून्य आमे माने से मानक सो मेघमाला रे शून्य मंडल को नीत हेबो एही प्रकार आम माने सर्वदा प्रभुंक सहित रहबो पड़े आ जे लोक माने मेघमाला रे जिबे सेही लोक माने ही परमेश्वरक सहित रहबे जीशुकर सहित रहबे आज ये दुनिया रे आमे केते हस खुशी मजा मस्ती करछु ताठार 100 गुण रे सेठी हस खुशी मजा मजलिस सुख शांति आनंद मिलिबा प्रभु आज कथा कहउछन्ती मो प्रिय माने से स्वर सुभिबा पाए से तुरी वाद्यर स्वर शुणिबा पाए हमर कर्ण कोन यज्ञ अछि कि क्वालिफिकेशन भितरे आमे अच्छु ना क्वालिफिकेशन बाहर अच्छु से दिन कोन आमे डिस्क्वालिफिकेशन हे जीवनी तो जदि बा आमे क्वालिफाइड हेबा पाई हेले आमन को जीशु को सहित रही कि मरिबा पड़िबो जीशुंकर स्वभाव रे जीशु तांकर प्रथम आगमन रे जे भली स्वभाव रे जीवन बिताउथिले से भली स्वभाव रे जदि जे माने रहंती से माने से मध्य आकाश रे उन्नीत हेबे ख्रिस्टियन मानकर गोटे भरोसा अच्छे जे गुप्त आगमन रे जीशु आसीबे आमको नहीं जिबे स्वर्ग रे थिबा अहित दूत मानक मध्यरु प्रधान दूतंकर स्वर आम कान रे बाजिबो आमे सुनिबो आउ निश्चित भाव स्वर्ग को जीव एभली अनेक विश्वास भरोसा अच्छे किंतु से विश्वास भरोसा जीशुंकर स्वभाव अनुଯାयी जीवन बीतेवा पाई कहूची तो ना अन्य प्रकार कथा कहूची समीक्षा करिबा निजे को निजे समीक्षा करिबा मु कि भली जीवन बिताउछे आउटे वाक्य पढ़िबा देखिबा केउ दूतंकर से स्वर से दिन आसीबो जिहुदा 1:9 टिके पढ़िया पे सहायता करिवे जिहुदा 1:9 एभली लिखा जाए किंतु प्रधान दूत मिखाएल मशांक सब विषय रे शैतान सहित बादानुबाद करबा समय रे निंदा करी तार विचार करबा को साहसी होई नथिले केवल एतिकी कहले प्रभु तुमको धमक दियंतो से दिन मिखाएल दूत मशांकर सब विषय शैतान सहित जुक्ति तर्क करिके ताको
କହିଥିଲେ ଏତିକି କହିଲେ ପ୍ରଭୁ ତୁମକୁ ଧମକ ଦିଅନ୍ତୁ। ସେଦିନ ପ୍ରଭୁ ତାକୁ ଧମକ ଦେବାରୁ ମଶାଙ୍କର ଶବକୁ ନିଆଯାଇଥିଲା। ଶୈତାନ ଯୁଦ୍ଧ କରିବ, ଶୈତାନ ସହିତ ଯୁଦ୍ଧରେ ଲଢ଼େଇ କରିକି ସେଦିନ ମିଖାଇଲ ଦୂତ ଆମ୍ଭମାନଙ୍କୁ ସେ ମଧ୍ୟ ଆକାଶରେ ନେଇଯିବେ। ସେ ସମୟ ଆଜି ଆସୁଛି ମୋ ପ୍ରିୟମାନେ। ଶୈତାନ ଆମକୁ ବଳପୂର୍ବକ ଏଇ ଜଗତରେ ହିଁ ରଖିବା ପାଇଁ ଇଚ୍ଛା କରିବ। ସେଦିନ ମଶାଙ୍କୁ ମଧ୍ୟ ଏ ଜଗତରେ ରଖିବା ପାଇଁ ଇଚ୍ଛା କରୁଥିଲା, କିନ୍ତୁ ମଶା ଗୋଟେ କ୍ୱାଲିଫାଇଡ ଲୋକ ଥିଲେ। ମଶା ମାନେ ଯୀଶୁଙ୍କର ସ୍ୱଭାବରେ, ସେ ପରମେଶ୍ୱର ସ୍ୱଭାବରେ, ପ୍ରଭୁଙ୍କର ସ୍ୱଭାବରେ ଜୀବନ ବିତାଉଥିଲେ। ସେଇଥିପାଇଁ ମିଖାଇଲ ଦୂତ ଆସିକି ତାଙ୍କର ଶବକୁ ଓଢ଼ି ବସିକି ନେଇଗଲେ। ଦେଖନ୍ତୁ ଆମମାନଙ୍କର ଶବ ମିଖାଇଲ ଦୂତ ସେଭଳି ସେ ଶୈତାନ ସହିତ ଯୁଦ୍ଧ କରିକି ନେବେ ତ? ମିଖାଇଲ ଦୂତଙ୍କର ସ୍ୱର, ମିଖାଇଲ ଦୂତଙ୍କର ତୁରୀ ବାଦ୍ୟ ଆମ କର୍ଣ୍ଣରେ ପଡ଼ିବ ତ? ସମୀକ୍ଷା କରିବା ବହୁତ କ୍ରିଟିକାଲ ଆମକୁ ଶୁଣିବା ପାଇଁ ବହୁତ ଇଜି ଲାଗୁଛି, କିନ୍ତୁ ସେଇ ଦିନ କିଭଳି ଦିନ ଯେ ଆସିବ, ଆଉ ଜୀବନରେ ପ୍ରଥମ ଥର ଆସିବ ଆଉ ଶେଷ ଥର ଆସିବ, ଆଉ କେବେ ବି ଆସିବନି। ଗୋଟିଏ ସୁଯୋଗ, ଆମକୁ ଗୋଟିଏ ସୁଯୋଗ, ସେ ଗୋଟିଏ ସ୍ୱର ହିଁ ବାଜିବ, ସେମାନେ ଆପେ ଆପେ ଚାଲିଯିବେ, ଉଡ଼ି ଉଡ଼ିକି ପଳେଇବେ ମଧ୍ୟ ଆକାଶରେ। କେତେ ବଡ଼ ଦୁଃଖର ବିଷୟ। କିଏ ମାନେ ବିବାହ କରୁଥିବା ସମୟରେ ସେ ଗୁପ୍ତ ଆଗମନ ହେଇପାରେ। କିଏ ଚକି ପେଶୁଥିବ, କିଏ ଜମିରେ ଚାଷ କରୁଥିବ, କିଏ ଘରେ ରୋଷେଇ କରୁଥିବ, କିଏ ବାଟ ଚାଲୁଥିବ, କିଏ ଯାତ୍ରା କରୁଥିବ, କିଏ ଏନ୍ଜୟ କରୁଥିବ, କିଏ ପ୍ରାର୍ଥନା ମଧ୍ୟ କରୁଥିବ, କିଏ ବାକ୍ୟ ମଧ୍ୟ କହୁଥିବ। ଏଭଳି ସମୟରେ ମଧ୍ୟ ସେ ଗୁପ୍ତ ଆଗମନ ହେଇଯାଇପାରେ, କହିହବନି। ତାହେଲେ ଆମମାନେ କିଭଳି ରହିବା ଦରକାର? ଯୀଶୁଙ୍କ ସହିତ ରହିଲେ ସେ ଗୁପ୍ତ ଆଗମନରେ ଯାଇହେବ। ଆଉ ଗୋଟେ ବାକ୍ୟ ପଢିବା, ପ୍ରକାଶିତ 4:1। ପଢିବା ପାଇଁ ସାହାଯ୍ୟ କରୁନାହାନ୍ତି କିଏ ବି? ସଇଲେ କି ସବୁ? ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ ହେଲା। ପୁଣି ତୁରୀ ଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି, ତାହା କହିଲା, ଏଠାକୁ ଉଠି ଆସ। ଯାହା ସବୁ ଏହା ପରେ ଅବଶ୍ୟ ଘଟିବ, ସେହି ସବୁ ଆମ୍ଭେମାନେ ତୁମକୁ ଦେଖାଇବୁ। ଆମେନ୍। ପ୍ରେଜ୍ ଦ ଲର୍ଡ। ଏଠାରେ ଏକ ଶବ୍ଦ ବାହାରୁଛି, ତୁରୀର ଶବ୍ଦ। ଗୋଟେ ତୁରୀର ଶବ୍ଦ ଶୁଭାଯିବ। ସେ ଶବ୍ଦର କୋଉ ଶବ୍ଦ ଶୁଭାଯିବ? ତୁରୀର ଶବ୍ଦ। କଣ ବୋଲି ଶୁଭାଯିବ? ଉଠି ଆସ, ଉଠି ଆସ। ଯାହାର କର୍ଣ୍ଣରେ ଯଦି ଉଠି ଆସ ଶବ୍ଦ ଯଦି ଶୁଣିଲା, ସେ ଆପେ ଆପେ ସ୍ୱର୍ଗକୁ ଉନ୍ନୀତ ହେଇଯିବ। ଆଉ ଯେଉଁ ଲୋକ କର୍ଣ୍ଣରେ ଉଠି ଆସ ଶବ୍ଦ ଯଦି ଶୁଭା କଲା ନାହିଁ, ସେଇଠି ହିଁ ରହିଯିବ। ହେଲେ ଉଠି ଆସ ଶବ୍ଦ ଶୁଣିବା ପାଇଁ ଆମର କ୍ୱାଲିଫିକେସନ କଣ ହେବା ଦରକାର? ଯୀଶୁଙ୍କ ସହିତ ରହିକି ଜୀବନ ବିତେଇବା ଦରକାର। ବହୁତ କ୍ରିଟିକାଲ ମୋ ପ୍ରିୟ ଭାଇ। ଆଜି ଆମେ ବାକ୍ୟ ପ୍ରଚାର କରିଦେଉ ସତ, ଆମେ ଆଜି ମାନେ ମିଟିଂ ଯାଉଛୁ, ମାନେ ଶହ ମିଟିଂ ଆଟେଣ୍ଡ କରୁଛୁ, ଶହ ଜୁମ୍ ମିଟିଂ ଗୁଡାକ ଆଟେଣ୍ଡ କରୁଛୁ, ଗୁଗୁଲ ମିଟ୍ ଗୁଡାକ ଆଟେଣ୍ଡ କରୁଛୁ, ଅନେକ ଲୋକଙ୍କୁ ବାକ୍ୟ ଦଉଛୁ, ଅନେକ ଲୋକଙ୍କର ବାକ୍ୟ ଶୁଣୁଛୁ, ସତ କଥା। କିନ୍ତୁ ଆମର ଜୀବନ କିଭଳି ଚାଲୁଛି? ଆମର ଜୀବନ ଯୀଶୁଙ୍କର ସ୍ୱଭାବରେ ଚାଲୁଛି ତ? ଯୀଶୁଙ୍କ ଠାରେ ରହିକି ଆମେ ଜୀବନ ବିତାଉଛୁ ତ? ଯୀଶୁଙ୍କ ଠାରେ ଯେଉଁମାନେ ରହିକି ମରନ୍ତି, ସେମାନେ ହିଁ ଉଠିବେ। ପୁଣି ସେମାନେ ହିଁ ଉଠି ଆସ ବୋଲିବାର ଶବ୍ଦଟା ଶୁଣିପାରିବେ। ବହୁତ କ୍ରିଟିକାଲ ସମୟ। ଆଉ ସେ ଥରେ ହିଁ ସେଇ ଶବ୍ଦ ଶୁଭାଯିବ। ବେଳେ ବେଳେ ଆମମାନଙ୍କୁ ଗୋଟେ ଥର ଯଦି ମେଟ୍ରିକ ପାସ୍ ଯଦି ନହେଲେ, ଆଉ ଥରେ ସୁଯୋଗ ମିଳେ। ଯୋଉ ଥରେ ଯଦି ଚାକିରି ଯଦି ନ ମିଳିଲେ, ଆଉ ଥରେ ଚାକିରି ପାଇଁ ସୁଯୋଗ ମିଳେ। ଥରେ ଯଦି ବିବାହ କରିବା ନିମନ୍ତେ ଯଦି ପୁଅ ଯଦି ଝିଅ ଘରକୁ ଦେଖିଯିବ, ଝିଅ ଯଦି ମନା କରିଦେବ, ଆଉ ଥରେ ଅନେକ ଥର ସେ ପୁଅ ବିବାହ ନିମନ୍ତେ ଆଉ ଅନ୍ୟ ଝିଅ ମାନଙ୍କୁ ଦେଖିଯିବ। ଯଦି ଗୋଟେ ଘର ଯଦି ତିଆରି କଲା ବେଳେ ଯଦି ମାନେ ମିଷ୍ଟେକ୍ ହେଇଯିବ, ଆଉ ଥରେ ସେ ଘର ତିଆରି କରିବା ପାଇଁ ସୁଯୋଗ ମିଳୁଛି। କିନ୍ତୁ ସେଦିନ ଏଠାକୁ ଉଠି ଆସ, ଏଇ ଶବ୍ଦ କିନ୍ତୁ ଆଉ ସୁଯୋଗ ମିଳିବନି।
ଥରେ ହିଁ ମିଳିବ। ଉଠି ଆସ। ଯାହାର କର୍ଣ୍ଣରେ ଏଇ ଉଠି ଆସ ଶବ୍ଦଟା ଶୁଭା କଲା ସେ ଆପେ ଆପେ ଉଠିବ। ତାକୁ କିଏ ବି ରଖିପାରିବେ ନାହିଁ। ସେଦିନ ମଶାଙ୍କର ଶବକୁ ସେ ମାନେ ଶୈତାନ ରଖି ଜୋର ଜବରଦସ୍ତ ରଖିବା ପାଇଁ ଚାହୁଁଥିଲା, କିନ୍ତୁ ମିଖାଇଲ ଦୂତ ତାକୁ ଛଡେଇକି ନେଲେ। ପରମେଶ୍ୱର ତାକୁ ଧମକ ଦେଲେ ଶୈତାନକୁ। ସେଦିନ ସେଭଳି ହିଁ ମିଖାଇଲ ଦୂତ ଯୁଦ୍ଧ କରିକି ଆମମାନଙ୍କୁ ନେଇଯିବେ। ଉଠି ଆସ, ଉଠି ଆସ, ଉଠି ଆସ। ମାନେ ବାପା ପୁଅ ଝିଅ ନାତି ନାତୁଣୀ ସାଙ୍ଗରେ ରହିହେବ, କିନ୍ତୁ କେତେବେଳେ ଝିଅଙ୍କ କାନରେ ମଧ୍ୟ ବାଜିଯିବ, ବାପାଙ୍କ କାନରେ ବାଜିବନି। ମାଙ୍କ କାନରେ ବାଜିବ, ଝିଅଙ୍କ କାନରେ ସେଇ ଉଠି ଆସ ଶବ୍ଦ ଶୁଭାଯିବନି। ଝିଅ ରହିଯିବ, ବାପା ଚାଲିଯିବ, ବାପା ରହିଯିବ, ଝିଅ ଚାଲିଯିବ। ବହୁତ କ୍ରିଟିକାଲ, ବହୁତ ଦୁଃଖର ସମୟ। ଆଉ ଗୋଟେ ବାକ୍ୟ ପଢିବା, ପ୍ରକାଶିତ 1:10। ପ୍ରକାଶିତ 1:10 ଟିକେ ପଢିବା। ମୁଁ ପ୍ରଭୁଙ୍କ ଦିନରେ ଆତ୍ମାର ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୁରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି, ତୁମେ ତାହା। ତେଣୁକରି କଣ କେଉଁ ଶବ୍ଦ ଶୁଭାଯିବ ସେଦିନ? ମହାସ୍ୱର ଗୋଟେ ଶୁଭାଯିବ। ତୁରୀ ଶବ୍ଦ ପରି ଗୋଟିଏ ମହାସ୍ୱର କହୁଥିବା ଶୁଭାଯିବ। ସେଇ ତୁରୀ ଶବ୍ଦର ସେ ମହାସ୍ୱର କଣ? ଏଠାକୁ ଉଠି ଆସ। ଯୀଶୁଙ୍କର ଶବ୍ଦ ଏହା ତୁରୀ ଶବ୍ଦର ଶବ୍ଦ ଅଟେ। ରେପ୍ଚର ରେପ୍ଚରର କଥା ଅନେକ ବିଷୟ ବୁଝାଉଥାଏ। ଏଠାକୁ ଉଠି ଆସ। ସେଦିନ ମିଖାଇଲ ଦୂତ ତୁରୀର ଶବ୍ଦ ଭଳି ସେଇ ଏଠାକୁ ଉଠି ଆସ ବୋଲିବାର କଥା କହିବେ। ହେଲେ ଆମର କର୍ଣ୍ଣ ଆଜି କଣ ଶୁଣିଛି? ବେଳେ ବେଳେ ଆମର କର୍ଣ୍ଣ ସେଇ ଫିଲ୍ମ ଗୀତର ସ୍ୱର ଶୁଣୁଛି, ମୋବାଇଲର ସ୍ୱର ଶୁଣୁଛି, ୟୁଟ୍ୟୁବର ସ୍ୱର ଶୁଣୁଛି, ଟିଭିରେ ସିରିଏଲ ମାନଙ୍କର ଫିଲ୍ମ ମାନଙ୍କର ସ୍ୱର ଶୁଭୁଛି, ସେ ବିବାହ ଉତ୍ସବର ଯେ ଗୀତ ଗୁଡାକର ସ୍ୱର ଶୁଭୁଛି, ଅନେକ କଳି କଜିଆର ସ୍ୱର ଶୁଭୁଛି, ଅନେକ କୂଟ କପଟ କରୁଥିବାର ସ୍ୱର ଶୁଣୁଛି, ଅନେକ ଅନ୍ୟକୁ ମାନେ ଲଗାଚଡା କରିବାର ସ୍ୱର ଶୁଣୁଛି, ଅନେକ ଅନ୍ୟାୟର ସ୍ୱର ଶୁଣୁଛି, ଅନେକ ଲୋକଙ୍କୁ ଖରାପ ରାସ୍ତାରେ ପଠେଇବାର ସ୍ୱର ଶୁଣୁଛି, ନରକକୁ ଯିବାର ସ୍ୱର ଶୁଣୁଛି। ତାହେଲେ ସେଇ ଲୋକମାନେ କେବେ ମଧ୍ୟ ସ୍ୱର୍ଗକୁ ଯାଇପାରିବେ ନାହିଁ। ଯେଉଁ ଲୋକଙ୍କର କର୍ଣ୍ଣ କେବଳ ପବିତ୍ର କର୍ଣ୍ଣ ହେଇଥିବ, ପବିତ୍ର କର୍ଣ୍ଣ, ଏଭଳି କୌଣସି ଖରାପ ବିଷୟ ଗୁଡାକ ତା କର୍ଣ୍ଣ ଶୁଣୁ ନଥିବ ଏଇ ଜଗତରେ ଥାଉ ଥାଉ, ସେଇ କର୍ଣ୍ଣକୁ କେବଳ ଏଠାକୁ ଉଠି ଆସ ବୋଲିବାର ଶବ୍ଦ ଶୁଭାଯିବ। ତେଣୁ ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀ ମାନେ, ଆମମାନେ ପାପର କଥା ଶୁଣୁନାହୁଁ ତ, ସେ ଟିଭି ସିରିଏଲର କଥା ଶୁଣୁନାହୁଁ ତ, ମୋବାଇଲରେ କାହା ସହିତ ଗପସପ କରିବାର କଥା ଶୁଣୁନାହୁଁ ତ, କୌଣସି ଲଭର୍ସ କି ମାନଙ୍କ ସହିତ କଥାବାର୍ତ୍ତା ହେବାର ଏଇ କର୍ଣ୍ଣ ଶୁଣୁନାହିଁ ତ, ନହେଲେ ଅଟକି ଯାଇ ହେବ, ସେଦିନ ସେ ଶୁଭିବନି। ଏଠାକୁ ଉଠି ଆସ ବୋଲିବାର ଶବ୍ଦ ଶୁଣିପାରିବନି। ଯୀଶୁ ମଧ୍ୟ ଆକାଶରେ ଅଟକି ଯିବେ, ପୁଣି ପୃଥିବୀରେ ଆଉ ଆସିବେ ନାହିଁ। ଆଉ ଗୋଟେ ବାକ୍ୟ ପଢିବା, ପ୍ରକାଶିତ 3:1-3 ଟିକେ ପଢିବା ପାଇଁ ସାହାଯ୍ୟ କରିବେ। କେତେ କହିଲେ ସାର୍? ପ୍ରକାଶିତ 3:1-3। ସାଧି ମଣ୍ଡଳୀର ଦୂତ ନିକଟକୁ ଲେଖ ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମେ ତୁମର କର୍ମ ଜାଣୁ, ତୁମ ନାମରେ ଜୀବିତ, ମାତ୍ର ପ୍ରକୃତିରେ ମୃତ। ଜାଗ୍ରତ ହୁଅ, ପୁଣି ଲୁପ୍ତପ୍ରାୟ ଅବଶିଷ୍ଟ ବିଷୟ ସବୁକୁ ସବଳ କର, କାରଣ ଆମେ ତୁମର କର୍ମ ସବୁକୁ ଆମର ଈଶ୍ୱରଙ୍କ ସାମ୍ନାରେ ସିଦ୍ଧ ବୋଲି ଦେଖି ନାହୁଁ। ଏଣୁ କି ପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ, ତାହା ସ୍ମରଣ କରି ପାଳନ କର ଓ ମନ ପରିବର୍ତ୍ତନ କର। ଯଦି ଜାଗ୍ରତ ନ ହୁଅ, ତାହେଲେ ଆମେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ ଉପରେ ଆସି ପଡ଼ିବୁ ତାହା ତୁମେ କୌଣସି ପ୍ରକାର ଜାଣିବ ନାହିଁ।
ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ତେଣୁ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ ଆମେ 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 କଣ ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ସପ୍ତ ନକ୍ଷତ୍ର ଧାରଣ କରି ସେ ଏହା କହନ୍ତି, କଣ କହୁଛନ୍ତି, ଆମେ ତୁମର କର୍ମ ଜାଣୁ। ପ୍ରଭୁ ଆଜି କହୁଛନ୍ତି ମୋ ପ୍ରିୟ ମାନେ, ଏଠାରେ ଗୁଗୁଲ ମିଟରେ ଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ଯଦି ନାଁ ଧରିଦେଲେ ତ ସେ ଆଉ ଥରେ କମ୍ପ୍ଲେନ ହେଇଯିବ। ମୁଁ ଯଦି ଏଠାରେ ନାଁ ଧରିକି କହିଦେବି, ପବିତ୍ର ଆତ୍ମା ସେ ନାଁ ପ୍ରକାଶିତ କରୁଥିବେ, ଆଉ ସେଇଭଳି ଜାଗାରେ ଯଦି ନାଁ ଧରିଲେ ବାରଣ କରାଯାଉଛି, ଆଉ ବାକ୍ୟ କହିବା ପାଇଁ ସସ୍ପେଣ୍ଡ କରାଯାଉଛି। କିନ୍ତୁ ସେଦିନ ଯେତେ ସସ୍ପେଣ୍ଡ କଲେ ମଧ୍ୟ ସ୍ୱର୍ଗ ରାଜ୍ୟରେ ପହଞ୍ଚି ପାରିବାନି। ଏଭଳି ଅହଙ୍କାରୀ, ଏଭଳି କୂଟ, ଏଭଳି ଦୁଷ୍ଟ ଆତ୍ମା ମାନଙ୍କର ସମସ୍ତ କାର୍ଯ୍ୟକଳାପ ସେଦିନ ବାଦ ଦିଆଯିବ। ପ୍ରଭୁ ଆଜି ଆପଣଙ୍କୁ ଆଉ ମତେ କଥା କହୁଛନ୍ତି, ଆପଣଙ୍କର କର୍ମକୁ ଜାଣୁଛନ୍ତି। ଆମେ ତୁମର କର୍ମ ଜାଣୁ। ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀ ମାନେ, ଆମର କର୍ମ କିପରି? ଆମର କର୍ମ ସେଇ ପବିତ୍ର ଯୀଶୁ ଖ୍ରୀଷ୍ଟଙ୍କର କର୍ମ ଭଳି ନା ଅନ୍ୟ କୌଣସି କର୍ମ ଭଳି? କୂଟ, କପଟ, ଅହଙ୍କାର, ଅନ୍ୟାୟର କର୍ମ ନାହିଁ ତ? ଶୈତାନର କର୍ମ ନାହିଁ ତ? ଟିକେ ସମୀକ୍ଷା କରି ଦେଖିବା ଏ ଛୋଟ ଛୋଟ ମିଷ୍ଟେକ୍ ଗୁଡାକ। ମିଛ କହିବା, ଅନ୍ୟକୁ ଦୁଃଖ ଦେବା, ଅନ୍ୟକୁ କଷ୍ଟ ଦେବା, ଅନ୍ୟକୁ ସସ୍ପେଣ୍ଡ କରିବା, ଅନ୍ୟକୁ ଅନ୍ୟାୟ କରିବା, ଅନ୍ୟର ଭୁଲ ବିଚାରଣା କରିବା। ପ୍ରଭୁ ଟିକିନିକି ଖବର ରଖୁଛନ୍ତି। ସେ କହୁଛନ୍ତି ଆମେ ତୁମର କର୍ମ ଜାଣୁ। ହେଲେ ଆମେ କି କର୍ମ କରୁଛୁ ମୋ ପ୍ରିୟ ମାନେ? ଟିକେ ସମୀକ୍ଷା କରି ଦେଖିବା ଆମର କେଉଁ କର୍ମକୁ ସେ ପ୍ରଭୁ ଆଜି ଜାଣୁ ବୋଲିକରି କହୁଛନ୍ତି। ପ୍ରଭୁ ନ ଜାଣିବା କର୍ମ ଗୁଡାକ କଣ ଅଛି କି? ଏ ଜଗତ ସିନା ଜାଣିପାରିବନି ବାବୁଲି ଆଜି କଣ କରୁଛି, ମଧୁସ୍ମିତା ଆଜି କଣ କରୁଛି, ମିଖାଇଲ ଆଜି କଣ କରୁଛି, କିନ୍ତୁ ପରମେଶ୍ୱର ଜାଣୁଛନ୍ତି। ପ୍ରଭୁ ଆଜି ଏହି ବାକ୍ୟ ମାଧ୍ୟମରେ କାହା ପାଇଁ ଯେ କଥା କହୁଛନ୍ତି, ଆମେ ତୁମର କର୍ମ ଜାଣ। ସେ ସମସ୍ତ ଆପଣଙ୍କ ମୋର ସମସ୍ତ କର୍ମକୁ ସେ ଜାଣନ୍ତି। ତୁମ୍ଭେ ନାମରେ ଜୀବିତ ମାତ୍ର ପ୍ରକୃତରେ ମୃତ। ତେଣୁ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ଆମେ ଜଗତରେ ଅଛୁ, ନାମକୁ ଜୀବିତ ହେଇକି ଅଛୁ, ନାକୁ ମାନେ ବଞ୍ଚୁଛୁ ପୁଣି, କିନ୍ତୁ ପ୍ରକୃତରେ ମୃତ ଭଳି ବଞ୍ଚୁଛ। ହେଲେ ସେଦିନ ସେ ମିଖାଇଲ ଦୂତ ଆସିବେ, ଆଉ ଯଦି ଆମେ ନାମକୁ ଜୀବିତ ହେଇଥିବା ତାହେଲେ ପ୍ରକୃତରେ ଏଇଠି ମରିବା, ସେ ଅନନ୍ତ ଜୀବନ ଆଉ ପାଇପାରିବା ନାହିଁ। ସେୟା କଥା କହୁଛନ୍ତି, ତମେ ପ୍ରକୃତରେ ତମେ ମୃତ ଲୋକମାନେ, ସେ ଅନନ୍ତ ଜୀବନ ଆଉ ତମେ ପାଇପାରିବ ନାହିଁ। ପ୍ରଭୁ ଆଜି କଥା କହୁଛନ୍ତି ମୋ ପ୍ରିୟ, ପ୍ରକୃତରେ ତମେ ମୃତ ହେଇଯାଇଛ। ଏଇ ତମର ସମସ୍ତ କର୍ମକୁ ମୁଁ ଜାଣୁଛି। ତମେ ନାମରେ ଯେ ନାକୁ ତମେ ଖାଲି ବଞ୍ଚିଛ, କିନ୍ତୁ ଯୋଉ ଦିନ ମୁଁ ଗୁପ୍ତ ଆଗମନରେ ଆସିବି ସେଦିନ ତମେ ମରିଯିବ ବୋଲି କହୁଛନ୍ତି। ସେଦିନ ଆଉ ଜୀବିତ ହେବ ନାହିଁ, ତମକୁ ସ୍ୱର୍ଗ ରାଜ୍ୟକୁ ଉନ୍ନୀତ କରାଯିବ ନାହିଁ, ମଧ୍ୟ ଆକାଶରେ ଯାଇପାରିବ ନାହିଁ, ସେ ତୁରୀ ବାଦ୍ୟ ଶୁଭାଯିବ ନା। ପ୍ରଭୁ ଆଜି କଥା କହୁଛନ୍ତି। ହାଲେଲୁୟା। ରିକାବାରା ରୁଧିରେ ବି ସନ୍ଦର ବା ରିକାନ୍ଦର ବା ରିଗାଡର ବା ରିବିରିଗାନ୍ଦନ ବା। ଥ୍ୟାଙ୍କ ୟୁ ଲର୍ଡ ଜିସସ୍। ମୋ ପ୍ରିୟ ମାନେ, ଆଜି ପ୍ରଭୁ କଥା କହୁଛନ୍ତି, ଆପଣଙ୍କୁ ମତେ ଜାଗ୍ରତ କରୁଛନ୍ତି। ସେଦିନ ଆମମାନଙ୍କର ନାଁ ଯଦି ନ ଆସିବ, ଆମେ ପ୍ରକୃତରେ ଏଇଠି ରହିଯିବା। ଜୀବନର ଶେଷ ପର୍ଯ୍ୟନ୍ତ କେବଳ ମୃତ ପ୍ରାୟ ହେଇ ଏ ପାପରେ ଏଇ ନରକରେ ବୁଡିକି ରହିବାକୁ ହବ। ଆଉ ସେ କହୁଛନ୍ତି, ସେଇଥିପାଇଁ ସେ ଆମମାନଙ୍କୁ ଜାଗ୍ରତ କରାଉଛନ୍ତି। ଆଉ ଗୋଟେ ବାକ୍ୟ ପଢିବା, ପ୍ରଥମ ତିମୋଥୀ 5:6 ଟିକେ ପଢିବା ପାଇଁ ସାହାଯ୍ୟ କରିବେ। ପ୍ରଥମ ତିମୋଥୀ 5:6 ତେସ୍ପରି ପଢନ୍ତୁ। କିନ୍ତୁ ଯେ ଭୋଗ ବିଳାସରେ ଆସକ୍ତ ସେ ଜୀବିତ ଥିଲେ ହେ ମୃତ। ମୃତ କିଭଳି ଲୋକ? ଆମେ ଜୀବିତ ଥିଲେ ମଧ୍ୟ ମୃତ ବୋଲି ପ୍ରଭୁ କହୁଛନ୍ତି। ହେଲେ କେଉଁ ଲୋକମାନେ ମୃତ? ଯେଉଁ ଲୋକମାନେ ଭୋଗ ବିଳାସରେ ଆସକ୍ତ, ଯେଉଁ ଲୋକମାନେ ଟଙ୍କା ପଇସାକୁ ଆସକ୍ତ, ଯେଉଁ ଲୋକମାନେ ନିଜର ଲୋକମାନଙ୍କୁ ଘୃଣା କରନ୍ତି, ଗୋଟେ ନିଚ ଦୃଷ୍ଟିରେ ହାଇ ଫାଇ ଲୋକ ହେଇକି ଏ ଗୋଟେ କଣ କହିବ ବୋଲି ନିଚ ଦୃଷ୍ଟିରେ ଦେଖନ୍ତି, ଯାହାର ହୃଦୟ ହିଁ ସଫା ନାହିଁ, ସେ ଲୋକମାନେ ବଞ୍ଚିଥିଲେ ମଧ୍ୟ ମୃତ ଭଳି। ପ୍ରଭୁ ଆଜି କହୁଛନ୍ତି ଭୋଗ ବିଳାସ,
टाउटर दादागिरी करिके जे लोक माने मिछ मायरे रहिके जे लोक माने भितरे गोटे कथा कहबे आ बाहरे गोटे कथा कहबे ए लोक माने केबे मते स्वर्ग राज्य को जिबे ना जे लोक पापी माने जे लोक अन्यायकारी माने जे लोक दुष्ट माने जे लोक माने शैतान रो कार्य परि कार्य करथिबा लोक माने से माने केबे मते आकाश रे उन्नीत होई पारिबेनी प्रभु आज कथा कहउचंती आ शेष रे से हमको तेणु हम कौन करबा पड़िबो प्रभु आज हमको कथा कहउचंती जदि आम स्वर्ग को जीवाको हेले प्रभु आज आम को जागृत कराउचंती से कहउचंती गोटे चारिटा विषय प्रभु आज कहउचंती ए प्रकाशित वाक्य 3:2 रे भली जागृत हमको कराउछ जागृत हो पुनी प्रथम रे कोन हेबा पड़िबो जागृत हेबा आ द्वितीय रे कोन कहउचंती लुप्त प्राय अवशिष्ट विषय वस्तु को सरल कर आम जीवन रे केउ लुप्त हो जाइछि को विषय गुडाक केउ विषय गुडाक माने पूरा धूलिसात भले हो जाइछि जोटा कि आमे प्रथम रे जेते बेले आमे प्रभु को पाइलु सेते बेले आमे जीवित भलिया एक्टिवली प्रार्थना करूथिले कोई एक्टिवली आमे आराधना करूथिले कोई एक्टिवली वाक्य पढुथिलु कि एक्टिवली माने प्रभु को स्वभाव रे जीवन यापन करूथिले कोई से आज लिप्त हो जाइछि के प्रभु आज कथा कहते आज समीक्षा कर देखु आपणकर प्रथम जे माने प्रभु को जो दिन पाई आज दिनटा समान अच्छे तो प्रभु आज आम को माने शिखाऊ मन पकई दौरान मो प्रिय माने जागृत हुआ आ तुम से लुप्त प्राय विषय गुड़ाक जीवित कर बोली कहते सरल कर बोली कहते कारण आम तुम कर्म सब को आमर ईश्वर चाम सिद्ध बोली देखुना हो आ से कहते कौन बोली तुम समस्त कर्म को प्रभु को सम्मुख में सिद्ध बोली देखुना हो बोली कहते तेणु आमर कर्म को कौन करबा सिद्ध करबा पवित्र करबा आमर कर्म गुड़ाक बोधे अंका बंका हो जाउछि आमर कर्म बोधे जीशुंकर स्वभाव रे नै आमर कर्म बोधे शैतान रो कर्म पर हो जाउछि 100टा जदि काम पड़े ताहेले 90टा ठीक कले मते 10टा आमर भूली जाइतिबा सेतमे प्रभु आज कहउचंती तमर काम माने सिद्ध नुह गोटे काम मते जदि भूलिले स्वर्ग राज्य को जाई हबनी गोटे छोट मिस्टेक हेले मते स्वर्ग राज्य को जाई हबना से दिन गोटे छोट मिस्टेक हे गला मसांकर आउ से दिन माने से पत्थर को दी थर तांकर बाड़ी रे से आघात कले आउ जल निर्गत करिक से माने इस्राएल लोक मान को पान कराइले से दिन से किणानी देश को जाई पाले छोटिया मिस्टेक से आदेश देवा कथा किंतु से पत्थर रे ताको हाथ कले छोट छोट मिस्टेक प्रभुंकर दुख होता है आ से कौन कहते एणु कि प्रकार शिक्षा पाइछ और श्रवण कर स्मरण कर पालन कर तेणु ख्रीष्ट प्रिय भाई भणी मैंने आरंभ आम मैंने कि प्रकार शिक्षा गुड़ाक पाचु से चर्च रे पाचु मीटिंग गुड़ाक पाचु आम गूगल मीट गुड़ाक पाचु से गुड़ाक को स्मरण करवा आ पालन करवा पड़ी ताहले आम माने स्मरण करुचु आ पालन करुचु तो प्रभु आज आम को शिखाउछंती कथा कहउछंती आम माने बेले बेले पालन करू करू करूना और परे करिबे परे वाक्य पढ़िबे परे प्रार्थना करिबे परे ए माने गूगल मीट रे जॉइन हेबे थाउ मोर काम अछि से समय जदि गुप्त आगमन हो जाए आ से कहउछंती आ चतुर्थ रे मन परिवर्तन कर बोली कहते आम मन को परिवर्तन करवा बोधे आम मन परिवर्तन है नहीं बोधे आम मन परिवर्तन है बोधे आम मन परिवर्तन है तेणु प्रभु आज कहते मन परिवर्तन कर जदि आम मन परिवर्तन हो जाइए तथापि आम बैकस्लाइड हो जाइथिबो किछि मात्रा रे प्रभु को दुख देथिबो किछि मात्रा रे प्रभु असंतुष्ट थे सेति कहते मन परिवर्तन कर जदि जागृत न हुओ ताहले आमे चोर परि आसीबो आउ केउ समय रे तुम ऊपर आसी पड़िबु ताहा तुमे कौन प्रकार जानिबो ना तेणु ख्रीष्ट रे प्रिय भाई भनी माने प्रभु जदि आज जागृत करी कहउचंती जदि आमे से कथा को जदि पालन करिबा ना तेबे केउ समय रे आसी कि पढ़िबे आमे जानि परिबा ना चोर परि आसीबे से दिन कौन से लोक जीशु को देखी पारिबनी जानी पारिबनी के सही थिबे के चालुथिबे के विवाह होथिबे के भोजी भात खाउथिबे के माने एंजॉय मध्य करुथिबे
के भोग विलास थे ये अवस्था जीशु आसबे से दिन मिखाइल दूतर तुरी वाद्य सरस माने पृथ्वी को पठा जो लोक मैंने जो लोक मान कर्ण रे पड़ उठी आस से माने उन्नीत हे आ जे लोकंकर कर्ण रे पड़ो ना से लोक एठी ही शैतान जाल जो लोक मैंने रही जाइछन्ते से माने से स्वर शुणी पारिबे ना भोग विलास करथिबा लोक मैंने शुणी पारिबे ना डाक्टर दादागिरी अहंकार कूट कपट प्रभुंकर स्वभाव रे नथिबा लोक मैंने शुणी पारिबे पड़पणिया लोक मैंने शुणी पारिबे पैसार माहौल देखाउथिबा लोक शुणी पारिबे गाड़ी घोड़ा मु एते बड़ लोक बोली देखाउथिबा लोक गुडाक शुणी पारिबे जे लोक मैंने नम्र जो लोक मैंने आत्मा रे विगलित होते जे लोक मैंने आत्मा कर 9टी फल परिधान करके जीवन बिताउछन्ते से लोक मैंने उन्नीत हे आज आम समीक्षा कर देखा मो प्रिय माने आमर मन परिवर्तन आम मानकर लुप्त प्राय विषय गुड़ाक आज माने सबल करुचु कि ना तेणु प्रभु आज जागृत करुछन्ते जे लोक जागृत न हेबे से माने रही जिवे से तुरी वाद्य शुभा जीवनी ताले आज आम गोटे समीक्षा करबा कि अनुताप करबा कि आज गोटे माने गोटे शपथ नेबा कि से तुरी वाद्य जे परि हेले मध्य मो कर्ण रे शोभा जाओ शपथ नहीं कि गोटे प्रभुंकर स्वभाव रे बंचिबा ताहले से तुरी वाद्य निश्चित शुणिब सेठारे पातर अंतर नथिबा नाई से बाबुली भल प्रचार करुची से गोटे माने से भल पिला ताकू नहीं जीवी मिखाइल को नहीं जीवी मधुस्मिता को नहीं जीवी महेशपता को नहीं जीवी एमती किछि माने टाळ टुळ नीति रहइबो ना पातर अंतर नीति रहइबो ना छोट लोक बड़ लोक सुंदर लोक असुंदर लोक धनी गरीब गोरा कला ये सब कौन से माने भेदभाव रहइबो ना से दिन जे लोक जिष्णुकर स्वभाव रे माने जीवन बीतुथिबो से लोक ही से स्वर शुणी पारिबा से स्वर शुणा आज आम जागृत हेबा ए वाक्य दे प्रभु आपण मते प्रचुर मते आशीर्वाद करंतु आमेन 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 प्रभु को नाम धन्यवाद हो भाई सुंदर भावे पवित्र ईश्वरंकर वाक्य को वितरण करियछन्ते आउ बाबुली भाई को प्रभु आशीर्वाद करंतु आ तांको सो परिवार को प्रभु आशीर्वाद करंतु आमेन।